ଉଦ୍ଭାବନ ସହିତ ବିବେକର ସମ୍ପର୍କ କିପରି ହେବା ଉଚିତ? ନା ବୈଜ୍ଞାନିକ ଉଦ୍ଭାବନ ଗୁଡ଼ିକ ଠିକ୍ ବାଟରେ ପ୍ରୟୋଗ କରିବା ପାଇଁ ବିବେକ ରହିବା ନିତ୍ୟାନ୍ତ ଆବଶ୍ୟକ। 2 ନମ୍ବର, ସମାଜ କିପରି ରୂପ ନେଲେ ଲୋକଙ୍କ ପାଇଁ କଲ୍ୟାଣକାର ହୋଇପାରିବ? ସମାଜରେ ନୈତିକତାର ଅଭିବୃଦ୍ଧି ଘଟିଲେ ଓ ନ୍ୟାୟ ପ୍ରତି ନିଷ୍ଠା ରହିଲେ ସେହି ପ୍ରକାର ସମାଜ ଲୋକଙ୍କ ପାଇଁ କଲ୍ୟାଣକାର ହୋଇପାରିବ। 3 ନମ୍ବର, ଜ୍ଞାନର ଅଭିବୃଦ୍ଧି ହେଉଥିଲେ ହେଁ ଅଜ୍ଞାନତା ବୃଦ୍ଧି ପାଉଛି କିପରି? ଏହାର ଉତ୍ତର କ'ଣ ଲେଖିବା? ନା ମଣିଷର ଜ୍ଞାନର ଅଭିବୃଦ୍ଧି ହେଉଥିଲେ ହେଁ ତାର ମାନବୀୟ ଆଚରଣରେ ଅଧଃପତନ ଘଟିବା କାରଣରୁ ଅଜ୍ଞାନତା ବୃଦ୍ଧି ପାଉଛି। 4 ନମ୍ବର, ମଣିଷ ନିଜର ମାନବୀୟ ମୂଲ୍ୟବୋଧ ହରାଇ ବସୁଛି କାହିଁକି? ଏହାର ଉତ୍ତର କ'ଣ ଲେଖିବା? ନା ଆଜିର ମଣିଷ ଭିତରେ ଦୁର୍ଗୁଣ, ଦୁଷ୍କର୍ମ ଓ କ୍ରୂରତା ବୃଦ୍ଧି ପାଇବାରେ ଲାଗିଛି। ତା ଭିତରେ ପଶୁ ପ୍ରବୃତ୍ତି ପ୍ରଭୃତ ବିସ୍ତାର କରିଛି। ତେଣୁ ସିଏ ନିଜର ମାନବୀୟ ମୂଲ୍ୟବୋଧ ହରାଇ ବସୁଛି। ବର୍ତ୍ତମାନ ଆମେ